ଭୁବନେଶ୍ୱର ଏକ ପ୍ରତିଷ୍ଠିତ ପରିବାରର ଝିଅ ଆରତୀ ଆଉ ହଠାତ୍ ଏଭଳି କଣ ଘଟିଗଲା ଯେ ପୁରା ଗାଁ ଲୋକଠୁ ଆରମ୍ଭ କରି ସହର ଲୋକ ସବୁ ଗୋଟିଏ ଜାଗାରେ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହଉଛନ୍ତି। ଏମିତି କଣ ହୋଇଗଲା? ବାପା ମା ଜଣକ ମଧ୍ୟ ହଠାତ୍ ମୁଣ୍ଡ ବାଡେଇ କାନ୍ଦୁଛନ୍ତି। ଆପଣମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆରତୀ ହେଉଛି ପାଠରେ ଟପ୍ କ୍ଲାସ, କାମରେ ମଧ୍ୟ କୁଶଳୀ ଆଉ ଚଳନୀରେ ବହୁତ ଭଦ୍ର। ତାର ବିବାହ ଠିକ ହୋଇଥିଲା ଅଭିମନ୍ୟୁ ସାଙ୍ଗେ। ଅଭିମନ୍ୟୁ ମଧ୍ୟ ଇଞ୍ଜିନିୟରିଂ ଥିଲା। କଲେଜରୁ ପାସ୍ କରି ଗୋଟେ ବଡ଼ କମ୍ପାନୀ ଚାକିରି କରୁଥିଲା ଅଭିମନ୍ୟୁ। ଦୁଇ ପରିବାରଙ୍କ ମଧ୍ୟରେ କଥା ସରିଥିଲା। ତେବେ ଦୁଇ ପରିବାର ମଧ୍ୟ ବହୁତ ଖୁସି ଥିଲେ ଆଉ ତାରିଖ ମଧ୍ୟ ଧାର୍ଯ୍ୟ ହୋଇଥିଲା। ସବୁ ଠିକ ଚାଲିଥିଲା, କିନ୍ତୁ ଗୋଟେ ଦିନ ଏମିତି ଘଟିଗଲା ଯାହା ଶୁଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ବିବାହର ମାସେ ଆଗରୁ ଅଭିମନ୍ୟୁର ବାପା ଆରତୀ ବାପାକୁ କହିଲେ, ଆମେ 20 ଲକ୍ଷ ଟଙ୍କା ଯୌତୁକ ମାଗୁଛୁ, ଏହା ନଦେଲେ ବାହା ହୋଇପାରିବେ ନାହିଁ। ଏକଥା ଶୁଣି ଆରତୀର ବାପା ରମେଶ ବାବୁ ଚମକି ପଡ଼ିଲେ। ସେମାନେ ମଧ୍ୟବିତ୍ତ ପରିବାର ଥିଲେ। ତାଙ୍କ ପାଖରେ 20 ଲକ୍ଷ ଟଙ୍କା ନଥିଲା, କିନ୍ତୁ ତାଙ୍କ ପାଖରେ ବହୁତ ସମ୍ମାନ ଥିଲା, ଯେ କି ଗରିବର ଦୁଃଖ ମଧ୍ୟ ବୁଝିପାରନ୍ତି ଆରତୀର ବାପା। ହେଲେ ଝିଅର ସମ୍ମାନ ଆଉ ସଂସାର ଭାଙ୍ଗିବାକୁ ସେ ଚାହୁଁନଥିଲେ। ସେ ମଧ୍ୟ ରାଜି ହୋଇଗଲେ ଯୌତୁକ 20 ଲକ୍ଷ ଟଙ୍କା ଦେବା ପାଇଁ। ଆରତୀ ଆଉ ତା ପରିବାର କଟକ ସହରରେ ରୁହନ୍ତି। ଆରତୀର ବାପା ରମେଶ ବାବୁ ଏକ ଛୋଟ ଷ୍ଟେସନାରୀ ଦୋକାନ କାମ କରନ୍ତି। ତାଙ୍କର ଷ୍ଟେସନାରୀ ଦୋକାନ ଥିଲା। ଆରତୀର ମା ସୁଲୋଚନା ଜଣେ ଗୃହିଣୀ। ଆରତୀର ଗୋଟେ ସାନ ଭାଇ ମଧ୍ୟ ଅଛି, ତାର ନାଁ ରାହୁଲ। ସେ ବେକାର ଥିଲା। ଆରତୀ ନିଜେ ୟୁଟ୍ୟୁବ ଚ୍ୟାନେଲ ଚଲାଉଥିଲା, ଯେଉଁଠି ମହିଳା ସଶକ୍ତିକରଣ ଏବଂ ଯୌତୁକ ପ୍ରଥା, ସାଇବର ଅପରାଧ ବିଷୟରେ ଭିଡ଼ିଓ ବନାଉଥିଲା। ତାର ଚ୍ୟାନେଲରେ ଲକ୍ଷାଧିକ ସବସ୍କ୍ରାଇବର ମଧ୍ୟ ଥିଲେ। ସେ ଜଣେ ସଫଳ ୟୁଟ୍ୟୁବର ମଧ୍ୟ ଥିଲା। ଅଭିମନ୍ୟୁ ସହିତ ତାର ପ୍ରେମ କଲେଜ ଦିନ ହୋଇଥିଲା। 5 ବର୍ଷ ହେଲା ସେମାନେ ପ୍ରେମ କରୁଥିଲେ। ଅଭିମନ୍ୟୁ ବଡ଼ ସଫ୍ଟୱେର କମ୍ପାନୀରେ କାମ କରୁଥିଲା। ଆରତୀ ପରିବାର ବି ଖୁସି ଥିଲେ, କିନ୍ତୁ ଆରତୀର ବାପାଙ୍କର ଗୋଟିଏ ଦୁଃଖ ଥିଲା, 20 ଲକ୍ଷ ଆଣିବେ କେଉଁଠୁ? ହେଲେ ଯୌତୁକ ଦାବି ଶୁଣିବା ପରେ ଆରତୀଙ୍କ ମନରେ ପ୍ରଶ୍ନ ଉଠିଲା। ସେ ଅଭିମନ୍ୟୁକୁ ପଚାରିଲେ, ତୁମେ ତ ମତେ କେବେ ଯୌତୁକ ବିଷୟରେ କହିନଥିଲ? ତୁମେ ତ କହିଥିଲ ତୁମେ ଯୌତୁକ ବିରୋଧୀ, ଯୌତୁକକୁ ଘୃଣା କର, ଆଉ ତମେ ଡିମାଣ୍ଡ କେମିତି ମାଗୁଛ? ଅଭିମନ୍ୟୁ ତାକୁ କହିଲା, ଆରେ ଏସବୁ ତ ପରିବାର ଲୋକଙ୍କ କଥା, ଆମେ କଣ କରିପାରୁ? ଆରତୀ ଚୁପ୍ ହୋଇଗଲା। ହେଲେ ତା ମନ ମାନିଲା ନାହିଁ। ବିବାହ ଦିନ ଆସିଗଲା। ଜାନୁଆରୀ 15। ଏକ ବଡ଼ କନଭେନ୍ସିଂ ହଲରେ ବିବାହ ବନ୍ଦୋବସ୍ତ ହୋଇଥିଲା। ଚାରିଆଡେ ଫୁଲ ଆଲୁଅ ସଜାସଜି। ବରଯାତ୍ରୀ ଆସିଲେ। ଘୋଡ଼ା ବାଜା ନାଚ, ସବୁଠି ଲୋକେ ଖୁସି। ଆରତୀ ସାଜିଲା ଲାଲ ପାଟ ଶାଢ଼ୀରେ, ଏକ ସୁନା ବୋହୂ। ଭାରି ସୁନା ଗହଣାରେ ତା ମୁହଁରେ ହସ ଥିଲା। ହେଲେ ତା ଆଖିରେ କିଛି ଅଶାନ୍ତି ଥିଲା। ସେ ଅଭିମନ୍ୟୁକୁ ବେଦୀରେ ଅପେକ୍ଷା କରିବାକୁ ଦେଖିଲା ଲାଗିଲା। ଅଭିମନ୍ୟୁ ଖୁବ୍ ସୁନ୍ଦର ଲାଗୁଥିଲା। ସିଏ ମଧ୍ୟ ପଗଡ଼ି ଆଉ ମୁହଁରେ ଚମକ ଥିଲା। ହଠାତ୍ ଆରତୀର ଫୋନ୍ ବାଜିଲା। ଏକ ମ୍ୟାସେଜ ଆସିଲା। ତାର ପୁରୁଣା କଲେଜ ସାଙ୍ଗ ସୂର୍ଯ୍ୟ। ସୂର୍ଯ୍ୟ ଲେଖିଥିଲା, ଆରତୀ, ଅଭିମନ୍ୟୁ ସହିତ ସାବଧାନ, ତାର ଅନ୍ୟ ଏକ ଫେସ୍ ଅଛି। ତୁ ଯଦି ଜାଣିଛୁ ତେବେ ବିବାହ କରିବାକୁ ମନ ହେବ ନାହିଁ। ଏହି ମ୍ୟାସେଜ ଦେଖି ଆରତୀ ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲା। ସେ ତୁରନ୍ତ ସୂର୍ଯ୍ୟକୁ କଲ୍ କଲା। ସୂର୍ଯ୍ୟ କହିଲା, ମୁଁ ତତେ ଗୋଟେ ଭିଡ଼ିଓ ପଠାଉଛି, ଦେଖ, ଆଉ ତାପରେ ତୁ ନିଷ୍ପତ୍ତି ନେବୁ। ସୂର୍ଯ୍ୟ ତାକୁ ଏକ ଭିଡ଼ିଓ ପଠାଇଲା। ସେଥିରେ ଅଭିମନ୍ୟୁ ଅନ୍ୟ ଏକ ଝିଅ ସହିତ ପ୍ରେମ କରୁଥିବା ଦେଖାଗଲା। ତା ସହିତ ବୁଲୁଥିଲା, ତା ସହିତ ସବୁ କିଛି ମଧ୍ୟ କରୁଥିଲା। ସେଇ ଝିଅଟି କହୁଥିଲା, ତୁ ମତେ ବାହା ହେବୁ ନା ନାହିଁ? 20 ଲକ୍ଷ ଯୌତୁକ ପାଇଁ ତୁ ମତେ ଛାଡ଼ିଦେଲୁ? ଆରତୀ ହାତରୁ ଫୋନ୍ ଖସି ପଡ଼ିଲା। ଆରତୀର ମନ ଦୁଃଖ ହୋଇଗଲା। ଆରତୀ ମନର ଯୁଦ୍ଧ ଆରମ୍ଭ ହେଲା। ଏପଟେ 5 ବର୍ଷର ପ୍ରେମ, ସେପଟେ ଏକ ଭିଡ଼ିଓ। ସେ ଜାଣିଥିଲା ଯେ ଆଜିକାଲି ଡିପ୍ ଫେକ୍ ଭିଡ଼ିଓ ମଧ୍ୟ ହୁଏ। ହେଲେ ସୂର୍ଯ୍ୟ ତାର ପୁରୁଣା ବନ୍ଧୁ। ସେ ମିଛ କହିବା ସମ୍ଭାବନା ନଥିଲା। ଆରତୀ ଅଭିମନ୍ୟୁକୁ ଏକ ପାଖକୁ ଡାକି ପଚାରିଲା, ତୁ ମତେ ସତ କହ, ବାସ୍ ତୋର କୌଣସି ସମ୍ପର୍କ ଥିଲା କି ନାହିଁ? ଅଭିମନ୍ୟୁ ହସିଲା। ଆଜି ତ ବିବାହ ଦିନ, ଏସବୁ କଣ ପଚାରୁଛୁ? ଆଉ ତୋର ମୋର ତ ଭଲ ସାଙ୍ଗ ଥିଲେ। ତୁ ତ ମତେ ବେଶ ଭଲ ଭାବରେ ଜାଣିଛୁ। ମୁଁ ତତେ ଭଲ ପାଏ, ଏତିକି ଜାଣିଲେ ହେବନି? ଆରତୀ କହିଲା, ମତେ ଗୋଟେ ଭିଡ଼ିଓ ମିଳିଛି ତୋର ଅନ୍ୟ ଝିଅ ସହିତ ପ୍ରେମ କରୁଥିବାର। ଅଭିମନ୍ୟୁ ମୁହଁ ଫିକା ପଡ଼ିଗଲା। ହେଲେ ସମ୍ଭାଳି ହୋଇ କହିଲା, ଏସବୁ ଫେକ୍ ଭିଡ଼ିଓ। ମୋର ଶତ୍ରୁ ମତେ ଫସାଇବା ପାଇଁ ଚେଷ୍ଟା କରୁଛି। ଆରତୀ, ତୁ ତ ଜାଣିଛୁ 5 ବର୍ଷ ହେଲାଣି ତୋର ମୋର ସାଙ୍ଗ।
ତୁ କାହିଁ ଏସବୁ ବିଶ୍ୱାସ କରୁଛୁ? ଆରତୀ କହିଲା, ତେବେ ପ୍ରମାଣ କର। ଅଭିମନ୍ୟୁ ଚୁପ୍ ହୋଇଗଲା। ଏତିକି ବେଳେ ହଠାତ୍ ବାଜା ବାଜିବାର ଶବ୍ଦ ଶୁଭୁଥିଲା। ଲୋକେ ନାଚୁଥିଲେ। ଆରତୀର ବାପା ଆସି କହିଲେ, ଝିଅ ବେଦୀରେ ବର ଅପେକ୍ଷା କରିଛି, ଚାଲ। ଆରତୀ ନିଷ୍ପତ୍ତି ନେଲା, ସତ୍ୟ ବାହାର କରିବ। ଆରତୀ ବେଦୀକୁ ଆସିଲା। ସଭିଙ୍କ ମୁହଁରେ ଏବେ ଖୁସିର ମହକ, କାହିଁକି ନା ଏପଟେ ବାହାଘର ହେବ। ସେଇ ବେଦୀରେ ଠିଆ ହୋଇଗଲା। ପଣ୍ଡିତ ମନ୍ତ୍ର ପଢ଼ିବାକୁ ଆରମ୍ଭ କଲେ। ହେଲେ ଆରତୀ ହାତ ଉଠାଇ କହିଲା, ରୁହନ୍ତୁ, ବିବାହ ହେବା ପୂର୍ବରୁ ମୁଁ କିଛି କହିବାକୁ ଚାହେଁ। ହଠାତ୍ ଚୁପ୍ ହୋଇଗଲେ ସମସ୍ତେ। ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଆରତୀ କହିଲା, ଏଇ ବର ଯାହାକୁ ମୁଁ ବାହା ହେବା ପାଇଁ ଯାଉଛି ସେ ପ୍ରକୃତରେ ଜଣେ ଠକ। ହୁଏତ 5 ବର୍ଷ ଆର ମୋର ସମ୍ପର୍କ ଥିଲା, ଗୋଟେ ବନ୍ଧୁତା ଥିଲା, କିନ୍ତୁ ଇଏ ଗୋଟେ ଠକ। ସେହି ସମୟରେ ଅଭିମନ୍ୟୁ ଚିତ୍କାର କଲା, ଆରତୀ ତୁ କ'ଣ ପାଗଳି ହୋଇଯାଇଛୁ? ତୁ ମୋତେ ଜାଣିନୁ? 5 ବର୍ଷ ହେଲାଣି ତୋର ମୋର ସମ୍ପର୍କ। ତୁ ଜାଣିଛୁ ତୋର ମୋର ଗୋଟେ ଭଲ ସାଙ୍ଗ ଥିଲେ, ଆଜି ହଠାତ୍ ତୁ ଏମିତି କାହିଁ ହେଉଛୁ? ଆରତୀ କହିଲା, ନା ମୁଁ ପାଗଳ ନୁହେଁ, ମୁଁ ସତ୍ୟ କହୁଛି। ଏ ଲୋକ 6 ମାସ ହେଲାଣି ବେକାର। ଏହାର ଚାକିରି ମଧ୍ୟ ଯାଇସାରିଛି। 12 ଲକ୍ଷ ଟଙ୍କାର ଲୋନ୍ ମଧ୍ୟ ଅଛି। ତେଣୁ ଏମାନେ 20 ଲକ୍ଷ ଟଙ୍କା ଯୌତୁକ ମାଗୁଛନ୍ତି। ହଠାତ୍ ହଇଚଇ ହୋଇଗଲା ହଲ୍ ଭିତରେ। ଅଭିମନ୍ୟୁ ବାପା ଠିଆ ହୋଇ କହିଲେ, ଏସବୁ ମିଛ, ଆମେ ଏହାର ମାନହାନି ମକଦ୍ଦମା କରିବୁ। ଆରତୀ ନିଜ ଫୋନ୍ ବାହାର କରି ଗୋଟେ ଭିଡ଼ିଓ ଚଲାଇଲା। ସେଥିରେ ଅଭିମନ୍ୟୁ ନିଜେ କହୁଥିଲା ଯେ ଆରତୀର ୟୁଟ୍ୟୁବ୍ ଚ୍ୟାନେଲରେ ବହୁତ ଲୋକପ୍ରିୟ। ତାକୁ ବାହା ହେଲେ ଚ୍ୟାନେଲ ମୋ ନାଁରେ ହୋଇଯିବ, ଆଉ ପଇସା ମଧ୍ୟ କମେଇବି। ଆଉ କିଛି ମୋର ଦରକାର ନାହିଁ। ଆରତୀ ବାପା କାନ୍ଦିବାକୁ ଲାଗିଲେ, କାରଣ ଆରତୀ ମଧ୍ୟ ଗୋଟେ ବଡ଼ ବିଜନେସ୍ କରିବାକୁ ଷ୍ଟାର୍ଟ କରିଥିଲା, ଯେଉଁଥିରେ ସେ NGO ସଂସ୍ଥା ମଧ୍ୟ ଚଲାଇଥାନ୍ତା। ଆରତୀ କହିଲା, ମୁଁ ଆଜି ଏଠାରେ ଘୋଷଣା କରୁଛି ଯେ ମୁଁ ୟାକୁ ବାହା ହେବି ନାହିଁ। 20 ଲକ୍ଷ ଟଙ୍କା ତୁମକୁ ଫେରିବ। ଆଉ ହଁ, ମୁଁ ତୁମକୁ ପୋଲିସ ଷ୍ଟେସନରେ ଦେବା ପାଇଁ ଯାଉଛି। ଏତିକି ବେଳେ ପୋଲିସ ଆସି ପହଞ୍ଚିଲେ। କାହାଣୀର ଟୁଇଷ୍ଟ ଦେଖ, ସୂର୍ଯ୍ୟ ନିଜେ ସାଇବର କ୍ରାଇମ ବିଭାଗର ଅଫିସର ଥିଲା, ଯେଉଁ ସୂର୍ଯ୍ୟ ଆରତୀକି ମ୍ୟାସେଜ ପଠାଇଥିଲା। ସେ ଆଗରୁ ଅଭିମନ୍ୟୁ ବିରୋଧରେ ତଦନ୍ତ କରୁଥିଲା, ଆଉ ଆରତୀକୁ ଏସବୁ କହି ପ୍ରମାଣ ଜୁଟାଇ ସାରିଥିଲା। ପୋଲିସ ଅଭିମନ୍ୟୁକୁ ଧରି ନେଲା। ଅଭିମନ୍ୟୁ କାନ୍ଦି କାନ୍ଦି କହିଲା, ଆରତୀ ମୋତେ କ୍ଷମା କରିଦେ, ମୁଁ ତତେ ସତରେ ଭଲ ପାଏ। ଆରତୀ କହିଲା, ତୁ ମୋତେ ଭଲ ପାଉନାହୁଁ, ତୁ କେବଳ ମୋ ଟଙ୍କାକୁ ଭଲ ପାଉ। ଯେତେବେଳେ ଆଜି ମୁଁ ସକ୍ସେସ୍ ହୋଇଗଲି, ଯେତେବେଳେ ଆଗକୁ ମୁଁ କିଛି ଯୋଜନା କରିବା ପାଇଁ ଯାଉଛି, ସେତେବେଳେ ତୋର ନଜର ଆସିଲା ମୋ ଉପରେ। ମନେ ରଖ, 5 ବର୍ଷ ତୋର ମୋର ସମ୍ପର୍କ ଥିଲା ସତ, କିନ୍ତୁ ଜଷ୍ଟ ଫ୍ରେଣ୍ଡସିପ୍ ଥିଲା। ସେଇ ସମୟରେ ତୁ ମୋତେ ଭଲ ପାଉନଥିଲୁ, ଆଉ ହଠାତ୍ ଏଇ 6 ମାସ ଭିତରେ ତୋର ମୋ ପ୍ରତି ଭଲ ପାଇବା ଆସିଲା କେମିତି? କେବଳ ମୋ ଟଙ୍କା ପଇସା ଦେଖି। ତୋର ଲୋନ୍ ଫେରାଇବାକୁ ତୁ ଭଲ ପାଉଛୁ, ମୋଠୁ 20 ଲକ୍ଷ ଟଙ୍କା ନେବା ପାଇଁ ତୁ ଭଲ ପାଉଛୁ। ମୁଁ ତତେ କେବେ କ୍ଷମା କରିବି ନାହିଁ। ସେଦିନ ସେଇ ବେଦୀରେ ବାହା ହେଲା ନାହିଁ। ହଜାର ହଜାର ଲୋକଙ୍କ ଆଖି ଆଗରେ ଆରତୀ ସତ୍ୟ ରଖିଲା। ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଆରତୀ କେମିତି ସମସ୍ତଙ୍କ ଆଗରେ ଅଭିମନ୍ୟୁର ମୁଖା ଖୋଲିଦେଲା। ସେଇ ଦିନ ପରଠାରୁ ଆରତୀ କୌଣସି ବାହା ବିଷୟରେ ଭାବିଲା ନାହିଁ। ସେ ତାର ଚ୍ୟାନେଲ ମାଧ୍ୟମରେ ଏକ ଭିଡ଼ିଓ ବନାଇଲା, ବେଦୀରେ 20 ଲକ୍ଷ ଦାବି, ମୋର ସତ୍ୟ କାହାଣୀ। ସେଇ ଭିଡ଼ିଓଟି ମଧ୍ୟ ଭାଇରାଲ ହେଲା। ଲକ୍ଷ ଲକ୍ଷ ଝିଅ ତାକୁ ମେସେଜ କଲେ, ତୁ ଆମର ଗୋଟିଏ ସାହସୀ ଯୋଦ୍ଧା। ଆରତୀ ମଧ୍ୟ ଆଜି ଗୋଟେ NGO ଚଲାଉଛି। NGO ନାଁ ହେଲା ନିର୍ଭୟା। ସେହି NGO ମାଧ୍ୟମରେ ଝିଅମାନଙ୍କୁ ଯୌତୁକ ବିରୋଧରେ ସଚେତନତା କରାଉଛି। ଡିପ୍ ଫେକ୍ ଭିଡ଼ିଓ ଠାରୁ କେମିତି ବଞ୍ଚିବେ ସେ ବିଷୟରେ ମଧ୍ୟ ଶିଖଉଛି। ଝିଅମାନେ କେମିତି ସାହସୀ ହେବେ, କେମିତି ନିଜ ଗୋଡ଼ରେ ନିଜେ ଠିଆ ହେବେ, ସବୁ କିଛି ମଧ୍ୟ ଶିଖଉଛି। ଯଦି କେହି ତୁମଠାରୁ ଯୌତୁକ ମାଗେ, ତେବେ ବୁଝି ନେବ ଯେ ସେ ପ୍ରେମ କରୁନି, ସେ କେବଳ ତୁମର ବ୍ୟବସାୟ କରୁଛି। ତୁମର ଦାମ ତୁମ ବାପାଙ୍କ ପକେଟରେ ନୁହେଁ, ତୁମ ମନ ଭିତରେ ରହିବା ଦରକାର। ଆଉ ଯଦି କେବେ କିଏ 20 ଲକ୍ଷ ବା 5 ଲକ୍ଷ 10 ଲକ୍ଷ ମାଗୁଛି, ତା ହାତକୁ ଟଙ୍କା ଦେବା ନୁହେଁ, ବରଂ ତାକୁ ସିଧା ଜାମିନ, ତାକୁ ସିଧା ପୋଲିସରେ ପଠାଇବା ଦରକାର। ଏଇ କାହାଣୀ ଶିକ୍ଷା ଦେଉଛି ଯେ ତୁମେ ଠିଆ ହୁଅ, ତେବେ ତୁମ ସାଙ୍ଗେ ଲକ୍ଷେ ଝିଅ ମଧ୍ୟ ଠିଆ ହୁଅନ୍ତି। ଆଉ ଯଦି ତୁମେ ଚୁପ୍ ରୁହ, ତେବେ ଅନ୍ୟାୟ ମଧ୍ୟ ଚାଲିଥାଏ। ତେଣୁ ପ୍ରତ୍ୟେକ ଝିଅ ହେଉ ନା କାହିଁକି, ନିଜର ସତ୍ୟ ନିଜେ ଲଢ଼ିବାକୁ ଶିଖ। ନହେଲେ ଏଇ ଟାଇପ୍ର ଯୌତୁକ ନେବେ, କାଲି ସକାଳେ ଯୌତୁକ ପାଇଁ ମଧ୍ୟ ମାରିଦେବେ। ତେବେ ଇଏ ଥିଲା ଗୋଟେ ଆରତୀର ଛୋଟିଆ କାହାଣୀଟି। ଯଦି ଆପଣଙ୍କୁ ଭଲ ଲାଗିଥିବ ନିଶ୍ଚିତ ଲାଇକ୍ କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦେବେ।